ଆପଣ କହୁଛନ୍ତି କଣ ଯେ ମୁଁ ଗୁରୁ କରିକି ଯଦି କିଛି ନ କରିପାରିବି ତାହେଲେ ମୋର ଦୋଷାବହ ହବ ଏ କଥା କହୁଛନ୍ତି ତ? ଆମେ ଯୋଉ ଦେଖୁଛେ ଯୋଉ ଟୀକା ଗୋବିନ୍ଦ ଚନ୍ଦ୍ର ସେ କେତେ ପରୀକ୍ଷା ଦେବାକୁ ପଡିଛି ତାକୁ ଇଏ କରୁ ଆମେ ସେଥିରେ ଉତ୍ତୀର୍ଣ୍ଣ ହେଲେ ତ ନା ଗୋଟେ କଥା ଶୁଣ ସେଟା ତ ପରୀକ୍ଷା ଦେବା ପାଇଁ ନିଶ୍ଚୟ ପଡିବ ନା। ଯିଏ ଯିଏ ମାର୍ଗକୁ ଆସିବ ତାକୁ ପରୀକ୍ଷା ଦେବା ପାଇଁ ପଡିବ। ସେଥିପାଇଁ ଆମ ଠାକୁର କହିଲେ ଟଳିବ ନାହିଁ ଦୃଢରୁ ବୃକ୍ଷ ଫଳ ଫଳିବ ଟେକା ଟେକି କଥା ନ ଶୁଣି ମନ ଧୀର କରିବ। ହେଲା ଗୋଟେ। ଆଉ ଦ୍ୱିତୀୟ କଥା ଆଉ ଯଦି ଭୟ ରହୁଛି ଯେ ଯଦି କରି ନ ପାରିବି କାହାର କିଛି ଅସୁବିଧା ହବ ଏଇ ଯୋଉ ଭାବନା ରହୁଛି ସେ କଥା ବି ଭାଗବତରେ ଲେଖିଦେଇଛି କଣ ହୃଦେ ଗୋବିନ୍ଦ ପଦ ଧ୍ୟାଇ ନୟନ ବୁଜି ଯେବା ଧାଇ ପଥ ନ ଜାଣି ଯେ ବାହୁଡେ ସେ ପ୍ରାଣୀ କେବେ ନ ପଡେ। ଅର୍ଥାତ୍ ଯେ ଆପଣଙ୍କର ଯଦି ପ୍ରକୃତ ଐଶ୍ୱରିକ ମାର୍ଗରେ ଚାଲୁଛନ୍ତି ବିଷ୍ଣୁ ନାମ ସ୍ମରଣ କରୁଛନ୍ତି ବା ଭଗବତ ନାମ ସ୍ମରଣ କରୁଛନ୍ତି ତାହେଲେ ଯଦି କୌଣସି ପ୍ରକାର ବିପଦ ମାନେ ପଥ ନ ଜାଣି ଯଦି ହୁଡି ପଡ ତାହେଲେ ଅଧପତନ ହବାର ସମ୍ଭାବନା ନାହିଁ ଭଗବତ ନାମରେ। ଆଉ ଯଦି ତାନ୍ତ୍ରିକ ଶାକ୍ତିକ ଇଆଡ ସିଆଡୁ ଗୁଡାକ ନେବେ ତାହେଲେ ତାର ବିପଦ ବହୁତ ଅଛି। ନା ନା ସେଗୁଡ଼ା ସବୁ ଆମେ ସେଇ ସନ୍ଧ୍ୟାବେଳେ ଟିକେ ସକାଳ ଟିକେ ଗାଧୁଆ ବେଳେ ନା ନା ସେଇ କଥା ମୁଁ କହୁଛି ଭଗବତ ନାମ ଯଦି ଆମେ ନବା ଯଦି ଭଲ ମନ୍ଦ ଗୋଟେ କଥା ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦଉଛି ଆପଣଙ୍କ ଛୁଆଟେ ଛୋଟ ଛୁଆଟେ ଆପଣଙ୍କ ଘରେ ଅଛି ସିଏ ଯଦି ଭଲ ମନ୍ଦ ହେଇକି ଭୁଲଟେ କରିଦେଲା ବାପା ମା କଣ ସେ ଭୁଲକୁ ଧରନ୍ତି? ବାସ୍ ସେଇଭଳି ଯଦି ଆମେ ଛୋଟ ଛୁଆ ଆମେ ଭଗବାନଙ୍କୁ ଡାକୁଛନ୍ତି ଯଦି ଆମର କିଛି ଭଲ ମନ୍ଦ ହେଇଗଲା ସେ ଭଗବାନ ତାକୁ ଧରିବେନି ଇଏ ହେଲା ଏକ। ଦ୍ୱିତୀୟ କଥା ଯଦି ଗୁରୁ କରିଥିବେ ଆପଣ ଯାହା ଭୁଲ କରିବେ ଗୁରୁ ତାକୁ କଣ କରିବେ ନା ସଜାଡି ଦେବେ ସଜାଡି ନେବେ ନିଶ୍ଚୟ। କଣ ବୁଝିଲେ ନା ତେଣୁ ସେଥିରେ ଭୟ କରିବାର ନାହିଁ। ଯଦି ତୁମେ ଚାହୁଁଛନ୍ତି ସଦ୍ଗୁରୁ କରିବା ପାଇଁ କାହାକୁ ଗୋଟେ ସଦ୍ଗୁରୁ କରନ୍ତୁ ଜୀବନର ମୁଖ୍ୟ ହବ ସେ ବାବା ଯାହା କହୁଛନ୍ତି ଠିକ କହୁଛନ୍ତି। ନା ସେ ତ ସବୁ ଆମେ ଶାସ୍ତ୍ର ଦେଖୁଛୁ ବହୁତ ବି ପ୍ରବଚନ ଦେଖୁଛୁ ମୁଁ ଏ ମୋବାଇଲରେ ଦେଖୁଛି ୟୁଟ୍ୟୁବରେ ସମସ୍ତେ ସେଇଆ କହନ୍ତି ଗୁରୁ ନା ଆମେ ଗୀତାରେ ବି କରିଥିଲେ ଅର୍ଜୁନକୁ କହିଥିଲେ ଭଗବାନ ଶୁଣୁଛୁ କିନ୍ତୁ ଠିକ ସେ କହିବେ ମିଛ କହିବା ଇଏ ନାହିଁ ଆମେ ତ ମିଛ କହି ନେଉଛୁ। ନା ନା ସେଗୁଡାକ କିଛି ନୁହେଁ ଆପଣ ଗୋଟେ କଥା କରନ୍ତୁ ଅବଧୂତ କର୍ମୀ ଯୋଉମାନେ ରହିଲେ ବୁଝିଲେ ନା ତାଙ୍କର ବିଧି ନିଷେଧ କିଛି ନାହିଁ ମିଛ କୁହ ସତ କୁହ କଣ ଖା କଣ ନ ଖା କିଛି ବାରଣ ନାହିଁ। ଖାଲି ଗୋଟିଏ କଥା ଦୟାନିଧି ପରନ୍ତ କୁହନ୍ତି କଣ ନା ସଚ୍ କହ ଗୁରୁ ନାମ ସ୍ମର ଉଦ୍ୟମ କର ଖାଅ। ଯଦି କେହି କେବେ ବାଟ ନ ଛାଡେ ଦୟାନିଧି ହାତ କାଟି ଲେଖି ଦଉଛି ବୈକୁଣ୍ଠପୁରକୁ ଟାଣିଦେବ ନିଶ୍ଚୟ। ତେଣୁ ଗୋଟିଏ କଥା ହଉଛି ସତ କହିବା ଅର୍ଥ ହଉଛି ଆମେ ସବୁଆଡେ ଯେ ସତ କହିପାରିବା କଳି ଯୁଗରେ ତାହା ବି ସମ୍ଭବ ନୁହେଁ। ରହିବା ଖାଇବା ଲାଟ୍ରିନ୍ ବାଥରୁମ ଘର ସବୁ ଏଠି ସୁବିଧା ଅଛି ତମେ ଆରାମ ଆମେ ଆଜି ଗୁରୁ ହବୁ ଖାଇବୁ କାଇଁ ଆମେ ପଇସା ଦେଇକି ଖାଇବୁ କାହିଁକି ସେମିତି ମାଗଣା ନାଇଁ ପଇସା ସେ ଆପଣ ଦେବେ ଚାହିଁ ଆପଣଙ୍କ ଇଚ୍ଛା କିନ୍ତୁ ଆମର ଇଚ୍ଛା ନୁହେଁ ଯେ ଆମେ କାହାଠାରୁ ଟଙ୍କାଟେ ନେମୁ ବୋଲି। ଆମର ସେ ଉଦ୍ଦେଶ୍ୟ ନାହିଁ ଆଜିକାଲିକା ଯୋଉ ସବୁ ମଠ ବାଡି ଅଛନ୍ତି ସେ ମୁଠେ ଦେଲେ ହୋଟେଲ ଭଳିଆ ସେ ଆଶା କରୁଛନ୍ତି ସିଏ ଆମକୁ କିଛି ଟଙ୍କା ଦେବେ ସେ ମଠ ଇଏ ନୁହେଁ ଆମର ସେ ଚିନ୍ତାଧାରା ନାହିଁ। ଆମର ଗୋଟେ ଆମ ଗୁରୁ କହିଛନ୍ତି ମତେ ଯେ ଏଇ ମଠଟା ହଉଛି ନେଉଟିଆ ଶାଗ କିଆରି ତାକୁ ଯେତେ କାଟିବ ସେ ସେତେ ଗଜୁରିବ। ଅର୍ଥାତ୍ ଯେକୌଣସି ଅତିଥି ଆସିବେ ତାଙ୍କୁ ଆମର ଯାହା ଶାଗ ମୁଗ ଯାହାଟା ଥିବ ଆମେ ଖାଇବାକୁ ଦେମୁ। ତେଣୁ ତାଙ୍କ ଉଚିତ ଯଦି ଟଙ୍କାଟେ ଦକ୍ଷିଣା ଦେଲେ ଦେଲେ ନଦେଲେ ସେଥିରେ ଆମର କୌଣସି ଆଶା ନାହିଁ। କିନ୍ତୁ ଆମର ଗୋଟିଏ ମାତ୍ର ଆଶା କଣ ଆପଣ ମାନଙ୍କର ସ୍ନେହ ମମତା ଏଇଟା ହଉଛି ଆମର ଆଶା ଆଉ କିଛି ଠିକ ଅଛି ଖୁସି ହେଲି ଯଦି ହବ ମୁଁ ଟିକେ ମୋ କାର୍ଯ୍ୟରେ ଫ୍ରି ହେଲେ ନିଶ୍ଚୟ ଆସିବେ ଆଉ ଆଜ୍ଞା ମନ କିନ୍ତୁ ବିଚଳିତ ରହୁଛି ମନ ଧ୍ୟାନ ହଉନି ଠିକ ଧ୍ୟାନ ଠିକ ହଉନି ଧ୍ୟାନ ଯଦି ଠିକ ହବ ମନ କାହିଁ ବିଚଳିତ ମନ ତ ସ୍ଥିର ହବ। ଆମେ ତ ମନ ସ୍ଥିର କରିପାରୁନୁ ଫେର ମନକୁ ଆଣିବାକୁ ପାଖକୁ ପଡୁଛି ଏମିତି ହବାକୁ ପଡୁଛି। ନା ସେ ଏମିତି ଗୋଟେ ଜିନିଷ ସୂତ୍ର ଅଛି ସେ ସୂତ୍ରକୁ ଧରିଲେ ମନ ବଳେ ବଳେ ସ୍ଥିର ହେଇଯିବ। ଆଉ ବିଶେଷତଃ ଗୋଟିଏ ଜିନିଷ ମୁଁ କହୁଛି ଯେ ଆମର ଚୈତ୍ର ପୂର୍ଣ୍ଣିମାକୁ ବାର୍ଷିକ ଯଜ୍ଞ ପଡୁଛି। ଏପ୍ରିଲ ମାସ 23 ତାରିଖ ଚୈତ୍ର ପୂର୍ଣ୍ଣିମାକୁ ଆସିଲେ ଭଲ ହବ କାହିଁକିନା ସେତେବେଳେ ତ ଜାଗ୍ରତ ସମୟ ଗୁରୁଙ୍କର ସେଇ ସମୟରେ ଏବେ ଶହ ଶହ ଲୋକ ଆସିବେ ସେଇ ସମୟରେ ଟିକେ ରହିଲେ ଭଲ ହୁଅନ୍ତା। ଗୁରୁଦେବ ଯେବେ ଏବେ ତ ନାହାନ୍ତି। କୋଉ ଗୁରୁ?
ଆପଣଙ୍କର ଯିଏ ଗୁରୁ ଆମ ଗୁରୁ ଦୟାନିଧି ପରମହଂସ ଦୟାନିଧି ପରମହଂସ ନା ସେ ନାହାନ୍ତି। ଆଚ୍ଛା ସିଏ ମାନେ ଏକ୍ସପାୟାର କଲା ବେଳକୁ ଆପଣଙ୍କର ମାନେ କେବେଠୁ ମାନେ ଆପଣଙ୍କୁ ସେତେବେଳେ କୋଉ ଷ୍ଟେଜରେ ଥିଲେ? ସିଏ ଯେତେବେଳେ ଏକ୍ସପାୟାର କଲେ ମତେ ସେତେବେଳକୁ 33 ବର୍ଷ। ଆଚ୍ଛା ସେତିକି ବେଳକୁ ଆପଣଙ୍କର ଇଏ ଖୋଲି ଯାଇଥିଲା ମାନେ ଯୋଉ କୁଣ୍ଡଳିନୀ ଖୋଲି ଯାଇଥିଲା? ନା ମୁଁ ସେସବୁ କିଛି କରିନି, ମୁଁ ସେସବୁ କିଛି ଜାଣିନି। ତମେ କାହିଁକି ଏସବୁ ପଚାରୁଛ? ମୁଁ ଏଇଆ ପଚାରୁଛି ଯଦି ମାନେ ପଚାରିବାର କାରଣ କଣ କି ଯଦି ଅଧା ବାଟରୁ ଜଣେ ଶିଷ୍ୟକୁ ଛାଡିକି ଯାଉଛନ୍ତି ତାପରେ ତ ସେ ଆଉ ଆସିପାରିବେନି ନା, କିନ୍ତୁ ତାଙ୍କର ଯୋଉ ଶିଷ୍ୟକୁ ସେ ଅଧାରେ ରଖିଲେ ବା ଆହୁରି ଆଗକୁ ଯିବା ପାଇଁ କଣ ସେ କେମିତି କଣ କରିପାରିବେ? ଭୁଲ ଧାରଣା ତମର ସବୁ, ବୁଝିପାରିଲ ନା? ଅଧା କଣ ପୁରା କଣ? ଗୁରୁ ଯଦି ଥରେ ଆଶୀର୍ବାଦ କରିଦେଇଥାନ୍ତି ହେଲା, ତମେ ମଞ୍ଜିଟା ପକେଇ ଦେଇଛ, ଯେତେବେଳେ ଟାଇମ ଆସିବ ତାର ଗଛ ବଳ ଧରିବ ନାଇଁ ନା? ତେଣୁ ଗୁରୁ ସଂସ୍କାର କାଟି ଦେଇକି ତମକୁ ସେ ସ୍ୱତନ୍ତ୍ର ଦେଇ ଯାଇଥାନ୍ତି, ତମକୁ ସେ ସ୍ୱତନ୍ତ୍ର ଦେଇଥାନ୍ତି। ଗୁରୁ ଥିଲେ ଯେ କଣ କରିଦେବେ? କିଛି କରିପାରିବେ। ଗୁରୁ କୌଶଳ ଟିକେ ବତେଇ ଦେଇକି ଯିବେ। ଗୁରୁ କଣ କରନ୍ତି? ଗୁରୁ ଖାଲି କୌଶଳ ଦିଅନ୍ତି। ଗୁରୁ କଣ କିଛି ଦିଅନ୍ତି କି? ସେ ଧାରଣା ଭୁଲ। ଗୁରୁ ତମର କୌଶଳ ଦିଅନ୍ତି, କର୍ମ କରିବା ନିଜ ହାତେ କି ଅନେକ ପାରିବ ଜଗତେ, ବୁଝିଲ? ତମର ଯୋଉ ମାର୍ଗରେ ଗଲେ ମଣିଷ ମୋକ୍ଷ ପାଇବ, ସେ ମାର୍ଗଟା ତମେ ଯୋଉଠୁ ପାଇଲ ସିଏ ହେଲା ଠିକ। ଆଉ ତେଣୁ ଗୁରୁଙ୍କ ଠିକ ଅଛି, ଠିକ, ମୁଁ ବୁଝିଗଲି। ଆଉ ଗୋଟେ ପ୍ରଶ୍ନ, ମଣିଷ ଯେତେବେଳେ ଶୋଇ ପଡୁଛି ଶୋଇଗଲା ପରେ ତାର ଆତ୍ମାଟା ତ ଯାଉଛି ଇଥରକୁ ଯାଉଛି, ଶୂନ୍ୟକୁ ଯାଉଛି ନା? ମୁଁ ସେ ବିଷୟରେ କହିପାରିବିନି। ଆଚ୍ଛା ଯଦି ନ କହିବେ ନାହିଁ ୟା ଉପରେ ଗୋଟେ କରନ୍ତୁ, ଗୋଟେ ଇଏ କରନ୍ତୁ, ଗୋଟେ ମୁଁ ସବୁ ଦେଖୁଛି, ଗୋଟିଏ ସବୁ ଆପଣଙ୍କର ଦେଖୁଛି। ତ ସବୁ ଦେଖ, ଦେଖି ସାରିକି ତାରି ଉପରେ ଯଦି କଣ ପଚାରିବ ପଚାର। ଶୋଇବା ପରେ ମଣିଷ ଯେତେବେଳେ ଶୋଇଯାଉଛି, ଶୋଇବା ପରେ ମଣିଷ ତ ଇନ୍ଦ୍ରିୟ ନିସ୍ତେଜ ହେଇଯାଏ, କିନ୍ତୁ ଆତ୍ମା କଣ କୁଆଡେ ପଳାଏ? ଏଗୁଡା ସବୁ ବୁଝିବା ଭୁଲ। ନାଇଁ ଆତ୍ମା ଯାଏନି, ସୂକ୍ଷ୍ମ ଶରୀର ତ ଛାଡେ। ତମର ଶୁଣ, ତମେ ସଦ୍ଗୁରୁ କରିସାରିକି କାମ କର, ତମର ସେ ବିଷୟରେ ଅଭିଜ୍ଞତା ହବ। ଯିଏ ଯୋଉ କଥା କହୁଛ ସେ ସବୁ ଠିକ କଥା ନୁହଁ, ହେଲା? ତମେ ଠିକ ବାଟରେ କାମ କର, ଜାଣିଯିବ ବଳେ। କାହାକୁ ପଚାରିବା ଦରକାର ନାହିଁ। ତମେ ଯଦି ଐଶ୍ୱରିକ କର୍ମ ଠିକ କର୍ମ କରିବ, ତମ ହୃଦୟରୁ ବଳେ ବଳେ ସେ ଉତ୍ତର ମିଳିଯିବ।